ତାଙ୍କର ପ୍ରାଣ ହରାଇଥିଲେ। ସେ 18ଟି ପୁଅକୁ ମନେ ରଖିବା ପାଇଁ ପୁରୀ ଗଜପତିଙ୍କ ପାଖରେ ନେହୁରା ହେଇଥିଲେ। ପୁରୀ ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ଜଗନ୍ନାଥଙ୍କ କୃପାରୁ ସେ 18ଟି ନଳାରେ 18ଟାକ ପୁଅକୁ ଯୁଗେ ଯୁଗେ ସେ ଜୀବିତ ରଖିବା ପାଇଁ ସେ 18 ନଳା ନିର୍ମାଣ କରିଥିଲେ ଉଦ୍ଧବ ସିଂ ନରେନ୍ଦ୍ର। ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ 18 ପୁଅର ମୁଣ୍ଡ ଉପରେ ସବୁ ଭକ୍ତ ମାନେ ପାଦ ଦେଇକି ଚାଲିକି ଯିବେ। ସେଇଥିପାଇଁ ଆଜ୍ଞା ଏ 18 ନଳା ଏମିତି ଏକ ତୀର୍ଥ। ଆପଣ ଏଇଠି ଛିଡା ହେବେ, ପୁରୀ ସହର ଯାକ ଯୁଆଡେ ଯୁଆଡେ ବୁଲିବେ ଆପଣ ଦେଖିବେ ଏବେ ତ ସବୁ ଘର ଦ୍ୱାର ହେଇଗଲାଣି, ଗଛ ପତ୍ର ସବୁ ଇଏ ଭଲ ମନ୍ଦ, କିନ୍ତୁ 18 ନଳା ଉପରେ ଛିଡା ହେଲେ ଯେନେତେର ପ୍ରକାର ଆପଣଙ୍କୁ ନୀଳଚକ୍ର ବଡ ଦେଉଳ ଦେଖାଯିବ। ଏବଂ କେହି କେହି ମଧ୍ୟ କହନ୍ତି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଏଇ ରଣପୁର ରାଜା ଉଦ୍ଧବ ସିଂ ନରେନ୍ଦ୍ରଙ୍କର ଧର୍ମପତ୍ନୀ ଯାହାଙ୍କର ଇଚ୍ଛା ଥିଲା ଏଠି ନାକଚଣା ଦ୍ୱାର କରିବା ପାଇଁ ଏବଂ ଯୋଉ ଦ୍ୱାରରେ ପ୍ରଭୁ ଯାଉଥିଲେ ସେଇ ଦ୍ୱାରରେ ଫେରୁଥିଲେ। କେହି କେହି କହନ୍ତି ରାଣୀ ଗୁଣ୍ଡିଚାଙ୍କର ନାକଚଣା ଏ ନାକଚଣା ଦ୍ୱାର ସୃଷ୍ଟି ହେଇଛି। କେହି କେହି କହନ୍ତି ଯେ ନାକ ଅର୍ଥ ଜ୍ଞାନ, ଚଣା ଅର୍ଥ ସ୍ୱର୍ଗ, ଏହା ସ୍ୱର୍ଗକୁ ଯିବା ପାଇଁ ବାଟ, ଭଗବାନଙ୍କର ଇଏ ହଉଛି ପବିତ୍ର ସ୍ଥାନ, ଜନ୍ମବେଦୀ। କେହି କେହି ବିଭିନ୍ନ ମତ ବିଭିନ୍ନ ଲୋକ ଦିଅନ୍ତି। କିନ୍ତୁ ରଣପୁରର ରାଜା ଗୋଟିଏ ଲୋକ କଥା ଅଛି, ତାଙ୍କର ସ୍ତ୍ରୀ ଧର୍ମପତ୍ନୀ ତାଙ୍କ ନାକ ଚଣାକୁ ବିକ୍ରି କରିକିରି ଗଜପତିଙ୍କୁ ଏଇଠି ଅନୁମତି ନେଇଥିଲେ ପୁରୀରେ ଏବଂ ଏ ନାକଚଣା ଦ୍ୱାରକୁ ତିଆରି କରିଥିଲେ ବୋଲି କେହି କେହି ମଧ୍ୟ କୁହନ୍ତି। ଏ ଆଶ୍ଚର୍ଯ୍ୟ ଅନୁଭୂତି ମା ଆପଣ ମାନେ ଗଲେ କେତେବେଳେ ରଣପୁରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏଇ ମନ୍ଦିରକୁ ଦର୍ଶନ କରିବେ। ଏବଂ ପାହାଡ ଶିଖରରେ ମା ମଣିନାଗ ଅଛନ୍ତି, ଯୋଉଠି ବିଶ୍ୱବାସବ ବିଶ୍ୱାବସୁର ଭାଇ ବିଶ୍ୱବାସବ, ଯୋଉଠି ଯାହାଙ୍କର ଏ ପବିତ୍ର ରଣପୁର ମାଟିର ନାଁ ରଣାସୁରକୁ ବଦ୍ଧ କରିଥିଲେ ବୋଲି ୟା ନାଁ ଆଜ୍ଞା ରଣପୁର। ମା ମଣିନାଗଙ୍କର ଅପାର କୃପା। ଏ କ୍ଷେତ୍ର ଆଜ୍ଞା ଜଗନ୍ନାଥଙ୍କ କ୍ଷେତ୍ର। ଉଦ୍ଧବ ସିଂ ନରେନ୍ଦ୍ର ଆଜି ନାହାନ୍ତି ସତ, କିନ୍ତୁ ରଣପୁର ମାଟିକି ଆଜି ପର୍ଯ୍ୟନ୍ତ ଜୀବିତ ରଖିଛି ଶ୍ରୀକ୍ଷେତ୍ର ପୁରୀରେ ନରେନ୍ଦ୍ର ପୁଷ୍କରିଣୀ, ଜୀବିତ ରଖିଛନ୍ତି 18 ନଳା, ଜୀବିତ ରଖିଛନ୍ତି ନାକଚଣା ଦ୍ୱାର। ଏବଂ ରଣପୁର ସାଙ୍ଗରେ ଜଗନ୍ନାଥ ସଂସ୍କୃତିର ଅନେକ ସମ୍ପର୍କ ରହିଛି। ଖାଲି ଯେ ରଣପୁର ନୁହଁ, ଆପଣଙ୍କର କୁଜଙ୍ଗଗଡ଼ ଠାରୁ ଆରମ୍ଭ କରି ଆପଣଙ୍କର ସମ୍ବଲପୁର ରାଜାଙ୍କ ଠାରୁ ଆରମ୍ଭ କରି ଫୁଲବାଣୀ, ସୋନପୁର, ପାରାଦୀପ ଏସବୁ ଅଞ୍ଚଳ, ଖଣ୍ଡପଡା ହଉ, ନୟାଗଡ଼ ହଉ, ଯେତେ ସବୁ ଗଡଜାତ, ନରସିଂହପୁର ହଉ, ବଡମ୍ବା ହଉ, ଯେତେ ସବୁ ଗଡଜାତ ଅଞ୍ଚଳ, ସେ ଗଡଜାତର ଗୋଟେ ସମ୍ପର୍କ ଆଜ୍ଞା ଜଗନ୍ନାଥ ମହାପ୍ରଭୁଙ୍କ ସହିତ ରହିଛି। କିଛି ନା କିଛି ସେବା ରହିଛି, ଯୋଉ ସେବା ଆଜି ରଣପୁର ରାଜା ଉଦ୍ଧବ ସିଂ ନରେନ୍ଦ୍ରଙ୍କ ଭଳି ଜଣେ ମହାନ ଭକ୍ତ, ଯୋଉ ମାଧବ ମୂର୍ତ୍ତି ଏବେ ବି ଆଜ୍ଞା ରଣପୁର ଗଡରେ ପୂଜା ପାଉଛନ୍ତି। ଆପଣ ମାନେ ଗଲେ ରଣପୁର ଗଡରେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଅବିକଳ ଜଗନ୍ନାଥ ମନ୍ଦିର ଭଳି ଏକ ଜଗନ୍ନାଥ ମନ୍ଦିର ସେଠି ସ୍ଥାପନ କରାହେଇଛି। 12 ମାସରେ 13 ଯାତ୍ରା ଜଗନ୍ନାଥ ମହାପ୍ରଭୁଙ୍କର ରଣପୁର ଗଡରେ ହୁଏ। ଧନ୍ୟ ମହାପ୍ରଭୁ।